ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରରୁ ଚୋରି ଘଟଣାରେ 6 ଜଣ ଗିରଫ। 4 ସେବାୟତ ଓ 2 ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି ପୋଲିସ। ଗତ 6 ତାରିଖରେ ମା ତାରାତାରିଣୀଙ୍କ ଗର୍ଭଗୃହ ଭାଙ୍ଗି ରୂପା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ। ଗିରଫ ଅଭିଯୁକ୍ତଙ୍କଠାରୁ 18,000 ଟଙ୍କା ଜବତ ସହ ବାଇକ୍ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚୋରି ଅଳଙ୍କାର ସନ୍ଧାନ ମିଳିନଥିବା ସୂଚନା ମିଳିଛି। ସେଥିରେ 6 ଜଣଙ୍କର ସମ୍ପୃକ୍ତି ଥିବା ପ୍ରମାଣ ଆସିଲା ପରେ 6 ଜଣଙ୍କୁ ସେଥିରେ ଗିରଫ କରାଯାଇଛି ଏବଂ ସେମାନେ ଯାହା ବ୍ୟବହାର କରିଥିଲେ, ଯେଉଁ ଯନ୍ତ୍ରରେ କାଟିଥିଲେ, ତାଲା କାଟିଥିଲେ, ହୁଣ୍ଡି କାଟିଥିଲେ, ସେ କଟର ମେସିନ୍, ହୁଣ୍ଡିରୁ ଲୁଟିଥିବା ପଇସା ଏସବୁ ରିକଭରି କରାଯାଇଛି ଏବଂ ଜବତି କରାଯାଇଛି। ଆଉ ମାଙ୍କର ଯେଉଁ ରୂପାର 2ଟି ମୁଖା ବା ମୁକୁଟ କହୁଛନ୍ତି, ଆଉ ଗୋଟେ ଛତ୍ରୀ, ସେ ବାବଦରେ ଆହୁରି ତଦନ୍ତ ଚାଲିଛି। ଏମାନଙ୍କୁ ଆଜି 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।